ଦରିଦ୍ର କେହି ମନରୁ ହୋଇଥାନ୍ତି, ଆଉ କେହି ଢଙ୍ଗରୁ ହୋଇଥାନ୍ତି। ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆପଣଙ୍କର କିଛି ଅଭ୍ୟାସ ଆପଣଙ୍କୁ ଦରିଦ୍ର କରିଦେଇଥାଏ। ଭୌତିକ ଜୀବନରେ ଯିଏ ଧନର ସଠିକ୍ ଉପଯୋଗ କରିଥାଏ ସେ ଧନବାନ ହୋଇଥାଏ। ଆଜି ଆମେ ବାସ୍ତୁ ଏବଂ ଜ୍ୟୋତିଷର ଆଧାର ଅନୁସାରେ କିଛି କଥା କହିବୁ, ଯାହାକୁ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଯଦି ଆପଣଙ୍କର ଏପରି ଅଭ୍ୟାସ ରହିଛି, ତେବେ ଏହାକୁ ବଦଳାଇ ଦିଅନ୍ତୁ। ଯଦି ଆପଣ କାଙ୍ଗାଳ ହେବାକୁ ନ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓଟିକୁ ଅବଶ୍ୟ ଦେଖନ୍ତୁ ଏବଂ କମେଣ୍ଟରେ ଜୟ ମହାଲକ୍ଷ୍ମୀ ଲେଖି ଏକ ଲାଇକ୍ଟେ କରିଦିଅନ୍ତୁ। ଚାଲନ୍ତୁ ଜାଣିବା ଘରେ ଦରିଦ୍ରତା ଆସିବାର କାରଣ ବିଷୟରେ। ନମ୍ବର 1, ସକାଳୁ ଡେରିରେ ଉଠିବା। ଆଜିକାଲିର ଆଧୁନିକ ଦିନଚର୍ଯ୍ୟାକୁ ଆପଣାଉଥିବା ଲୋକମାନେ ରାତିରେ ଜଲ୍ଦି ନ ଶୋଇ ସକାଳେ ଅଧିକ ସମୟ ଶୋଇ ରହିଥାନ୍ତି। ଶାସ୍ତ୍ରରେ ଏମିତି ଅଭ୍ୟାସକୁ ଭୁଲ ବୋଲି କୁହାଯାଇଛି। ଏମିତି କରିବା ଦ୍ୱାରା ଚନ୍ଦ୍ରଗ୍ରହ ଅଶୁଭ ଫଳ ଦେଇଥାଏ। ଏହାଦ୍ୱାରା ମାନସିକ ଅଶାନ୍ତି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ। ସକାଳେ ଜଲ୍ଦି ଉଠିବା ଦ୍ୱାରା ମନୁଷ୍ୟ ଦିମାଗରେ ନୂଆ ନୂଆ କ୍ରିଏଟିଭିଟି ବା ବିଚାର ଆସିଥାଏ, ଯାହା ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଡେରିରେ ଉଠିଥାଏ, ସେ ଯେତେ ରୋଜଗାର କଲେ ମଧ୍ୟ ସବୁବେଳେ ଧନର ଅଭାବ ଲାଗି ରହିଥାଏ। ନମ୍ବର 2, ଶେଯ ଉପରେ ବସି ଖାଇବା। ଯେତେ ଲୋକଙ୍କର ଅଭ୍ୟାସ ହୋଇଥାଏ କି ସକାଳେ ଓ ସନ୍ଧ୍ୟାରେ ସେମାନେ ଶେଯ ଉପରେ ବସି ଖାଦ୍ୟ ଖାଇଥାନ୍ତି। କ'ଣ ଆପଣଙ୍କୁ ଜଣାଅଛି, ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଯାଇଥାନ୍ତି, ଯାହାଦ୍ୱାରା ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିଥାଏ। ନମ୍ବର 3, ଖାଲି ବାଲ୍ଟି। ବାଥରୁମରେ ଖାଲି ବାଲ୍ଟି ରଖିବା ଦ୍ୱାରା ନକାରାତ୍ମକ ଉର୍ଜାର ବାସ ହୋଇଥାଏ। ଯଦି ବାଲ୍ଟିରେ ପାଣି ନ ରଖୁଛନ୍ତି, ତେବେ ବାଲ୍ଟି ମଧ୍ୟ ରଖନ୍ତୁ ନାହିଁ। ଖାଲି ବାଲ୍ଟି ରଖନ୍ତୁ ନାହିଁ, ବାଲ୍ଟିକୁ ଓଲଟାଇ ରଖନ୍ତୁ। ନମ୍ବର 4, ଅଇଁଠା ବାସନ। କେବେ ବି ରାତିରେ ଅଇଁଠା ବାସନ ରୋଷେଇ ଘରେ ରଖନ୍ତୁନି। ରୋଷେଇ ଘରେ ଅଇଁଠା ବାସନ ରଖିଲେ ରୋଷେଇ ଘର ଅପରିଷ୍କାର ହୋଇଥାଏ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ। ଯେତେ ବି ପରିଶ୍ରମ କଲେ ମଧ୍ୟ କେବେ ବି ଧନ ଅଣ୍ଟିବ ନାହିଁ। ନମ୍ବର 5, ଘୋଷାଡ଼ି ଘୋଷାଡ଼ି ଚାଲିବା। ଏମିତି ଦେଖାଯାଇଥାଏ କି କେତେ ଲୋକ ଏମିତି ହୋଇଥାନ୍ତି, ଯେଉଁମାନେ ଚାଲିଲା ବେଳେ ଗୋଡ଼କୁ ଘୋଷାଡ଼ି ଘୋଷାଡ଼ି ଚାଲନ୍ତି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ବ୍ୟକ୍ତିର ଏମିତି ଅଭ୍ୟାସ ଭୁଲ ଅଟେ। ଏହାଦ୍ୱାରା ଆପଣଙ୍କର ବୈବାହିକ ଜୀବନରେ ଅଶୁଭ ପ୍ରଭାବ ପଡ଼ିଥାଏ। ଏହା ସହିତ ବହୁତ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ ଓ ଘରେ ଦାରିଦ୍ର୍ୟତାର ବାସ ହୋଇଥାଏ। ନମ୍ବର 6, ମହିଳାଙ୍କର ଅସମ୍ମାନ। ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକ ମହିଳାଙ୍କର ଅସମ୍ମାନ କରିଥାଏ ଏବଂ ନିଜ ସ୍ତ୍ରୀକୁ ସମ୍ମାନ ଦେଇନଥାଏ, ସେହି ଘରେ ମା ଲକ୍ଷ୍ମୀ କେବେ ହେଲେ ରହିନଥାନ୍ତି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ପଇସା ରହୁ, ତେବେ ମହିଳାକୁ ସମ୍ମାନ ଦିଅନ୍ତୁ। ଯେଉଁ ଘରେ ସ୍ତ୍ରୀମାନେ ପ୍ରସନ୍ନ ରହିନଥାନ୍ତି, ଯେଉଁ ସ୍ତ୍ରୀମାନଙ୍କର କଥା ବାହାରକୁ ଯାଇଥାଏ, ତେବେ ସେହି ଘରେ ଦୁଃଖର କେବେ କମି ହୋଇନଥାଏ। ନମ୍ବର 7, ନଳରୁ ପାଣି ବୋହିବା। ଘରେ ନଳରୁ ପାଣି ବୋହିବା ସୁଖ ସମୃଦ୍ଧିର ରାସ୍ତାରେ ବାଧା ସୃଷ୍ଟି କରିଥାଏ। ଶାସ୍ତ୍ର ଅନୁସାରେ ନଳରୁ ପାଣି ବୋହିବା ଧନହାନିର ସଂକେତ ଦେଇଥାଏ। ନମ୍ବର 8, ଆଙ୍ଗୁଳି ଚାଟିବା। କେତେ ଲୋକଙ୍କର ଆଙ୍ଗୁଳି ଚାଟିବାର ଅଭ୍ୟାସ ରହିଥାଏ। ମାନ୍ୟତା ଅନୁସାରେ ଏହାଦ୍ୱାରା ଆୟୁ କମ୍ ହେବା ସଙ୍ଗେ ସଙ୍ଗେ ଘରେ ଦାରିଦ୍ର୍ୟତା ଆସିଥାଏ। ନମ୍ବର 9, ଅପଶବ୍ଦ କହିବା। ଯେଉଁ ଲୋକ ଅନ୍ୟ ବିଷୟରେ ଅପଶବ୍ଦ କହିଥାଏ,
ବା ଅନ୍ୟକୁ ଅପମାନ କରିଥାଏ, ତେବେ ସେହି ଲୋକ ପାଖରେ ପଇସା କେବେ ବି ରହିନଥାଏ। ଏମିତିକି ଅନ୍ୟର ଅପମାନ କରୁଥିବା ଲୋକ ଯଦି ଧନୀ ହୋଇଥାଏ, ତେବେ ତାଙ୍କର ଖରାପ ଅଭ୍ୟାସ କାରଣରୁ ସେମାନେ କାଙ୍ଗାଳ ହୋଇଯାଇଥାନ୍ତି। ଅହଙ୍କାର ଏବଂ ଧୋକେବାଜ ଏମିତି ଅଭ୍ୟାସ ହୋଇଥାଏ କି ଯାହା ବ୍ୟକ୍ତିକୁ ବର୍ବାଦ କରି ହିଁ ଛାଡ଼ିଥାଏ। ନମ୍ବର 9, ଥାଳିରେ ଖାଦ୍ୟ ବଳକା ଛାଡ଼ିବା। ଶାସ୍ତ୍ରରେ କୁହାଯାଇଛି, ଆମେ ଅନ୍ନର ଅପମାନ କରିବା ଉଚିତ ନୁହେଁ। ଥାଳିରେ ଖାଦ୍ୟ ଛାଡ଼ିବା ଅର୍ଥ ହେଉଛି ଅନ୍ନର ଅପମାନ କରିବା। ତେଣୁ ଥାଳିରେ ଏତିକି ଖାଦ୍ୟ ନେବା ଦରକାର ଯେତିକି ଆପଣମାନେ ଖାଇପାରିବେ। ଅକାରଣରେ ଖାଦ୍ୟ ନଷ୍ଟ କରିବାର ମାନେ ହେଉଛି କାଙ୍ଗାଳକୁ ଆମନ୍ତ୍ରଣ କରିବା। ଏହି କାର୍ଯ୍ୟରେ ମା ଲକ୍ଷ୍ମୀ ରାଗିଯାଇଥାନ୍ତି। ନମ୍ବର 10, ବଡ଼ ଲୋକଙ୍କର ଅପମାନ କରିବା। ଶାସ୍ତ୍ର ଏବଂ ପୁରାଣରେ କୁହାଯାଇଛି କି ଯେଉଁ ଘରେ ବଡ଼ ଲୋକଙ୍କର ସମ୍ମାନ କରାଯାଇନଥାଏ ଏବଂ ରାସ୍ତାରେ ଯାଉଥିବା ବୟସ୍କ ଲୋକଙ୍କୁ ଅପମାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘରେ ବାସ କରନ୍ତିନି। ଏହା ସହିତ ବଡ଼ ଲୋକଙ୍କୁ ଗୁରୁଙ୍କର ସ୍ୱରୂପ ମନାଯାଇଥାଏ। ସେହି ଘରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ଯେଉଁ ଘରେ ବଡ଼ ଲୋକଙ୍କର ସମ୍ମାନ କରିବା ଦ୍ୱାରା ଦେବୀ ଦେବତା ଖୁସି ହୋଇଥାନ୍ତି। ନମ୍ବର 11, ହାତରେ ଲୁଣ ଦେବା। ଏମିତି ମାନ୍ୟତା ଅଛି ଯେ ଲୁଣ ଘରର ନକାରାତ୍ମକ ଊର୍ଜାକୁ ଅବଶୋଷିତ କରିଥାଏ। ଆପଣ ଯଦି କାହାକୁ ଲୁଣ ଦେଉଛନ୍ତି, ତେବେ ହାତରେ ଦିଅନ୍ତୁନି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମନାଯାଇଥାଏ। ଯେତେବେଳେ ଆପଣ କାହାକୁ ଲୁଣ ଦେଉଛନ୍ତି, ତେବେ କୌଣସି ପାତ୍ରରେ ଦିଅନ୍ତୁ। ନମ୍ବର 12, ନିଶା କରିବା। ଯେଉଁ ବ୍ୟକ୍ତି ନିଶା କରିଥାଏ, ତାହା ଘରେ କେବେ ବି ମା ଲକ୍ଷ୍ମୀ ବାସ କରିନଥାନ୍ତି। ଏମିତି ଘରେ ଦାରିଦ୍ର୍ୟତା ମାଡ଼ି ବସିଥାଏ। ନିଶା କରିବା ଦ୍ୱାରା ଆୟୁ କମ୍ ହୋଇଯାଇଥାଏ। ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ରାହୁର ବିପରୀତ ପ୍ରଭାବ ପଡ଼ିଥାଏ। ମା ଲକ୍ଷ୍ମୀ ଏମିତି ଘରୁ ଜଲ୍ଦି ବାହାରି ଯାଇଥାନ୍ତି। ନମ୍ବର 13, ସଫାସୁତରା। ଘର ସଫାସୁତରା କରିବା ସହିତ ବାଥରୁମକୁ ବି ସଫାସୁତରା ରଖିବା ଅତ୍ୟନ୍ତ ଆବଶ୍ୟକ। ଲୋକ ଏମିତି କରନ୍ତି, ଗାଧେଇ ଆସିବା ପରେ ବାଥରୁମକୁ ମଇଳା ଛାଡ଼ି ଦିଅନ୍ତି। ଏମିତି କରିବା ଦ୍ୱାରା ଚନ୍ଦ୍ର ଗ୍ରହର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ଯେଉଁ ଘରେ ବିସ୍ତର ସଜା ହୋଇ ରହିନଥାଏ, ସେଠାରେ ରାହୁର ଅଶୁଭ ଫଳ ରହିଥାଏ। ବିସ୍ତର ଠିକ୍ ନହେବା ଦ୍ୱାରା ବ୍ୟକ୍ତିର ଦିନଚର୍ଯ୍ୟା ଉପରେ ବହୁତ ପ୍ରଭାବ ପକାଇଥାଏ। ଏମିତି କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ସହିତ ସେହି ଘରେ ନକାରାତ୍ମକ ଶକ୍ତିର ବାସ କରିଥାଏ। ନମ୍ବର 14, ଚିଲ୍ଲେଇକି କଥା କହିବା। କେବେ ବି ଚିଲ୍ଲେଇକି କଥା କହିବା ଉଚିତ ନୁହେଁ। ଆଉ କ୍ରୋଧକୁ ବି ଶାନ୍ତ ରଖିବା ନିହାତି ଆବଶ୍ୟକ। ଚିଲ୍ଲେଇକି କଥା କହିବା ଦ୍ୱାରା ଶନି ଗ୍ରହର ଅଶୁଭ ଫଳ ପଡ଼ିଥାଏ। ତେଣୁ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟକୁ ପୂରା କରନ୍ତୁ। ଫାଲତୁ କଥାଠାରୁ ଦୂରେଇ ରୁହନ୍ତୁ। ଏମିତି କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ରହିଥାନ୍ତି। ନମ୍ବର 15, ଖରାପ ଏବଂ ମଇଳା ପୋଷାକ ପିନ୍ଧିବା। ଯେଉଁ ଲୋକ ସଫାସୁତରା ରହିବା ପାଇଁ ପସନ୍ଦ କରନ୍ତିନି, ସେହି ଲୋକ ସର୍ବଦା ଗରିବତା ଭିତରେ ବୁଡ଼ି ରହିଥାନ୍ତି। ଯେଉଁ ଲୋକ ନିୟମିତ ରୂପରେ ଗାଧାନ୍ତି ନାହିଁ ଏବଂ ଦାନ୍ତ ମଧ୍ୟ ସଫା କରନ୍ତି ନାହିଁ ଏବଂ ମଇଳା ପୋଷାକ ପିନ୍ଧିଥାନ୍ତି ଆଉ ଘରଦ୍ୱାର ପରିଷ୍କାର ରଖନ୍ତି, ତାଙ୍କର ପୂରା ଜୀବନ ରୋଗରେ ପଇସା ଖର୍ଚ୍ଚ ହୋଇଥାଏ। ନମ୍ବର 16, ଅନ୍ୟର କମି ବାହାର କରୁଥିବା ଲୋକ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ଲୋକ ଅନ୍ୟର ଚୁଗୁଲି କରିଥାନ୍ତି, ଅନ୍ୟର କମି ବାହାର କରନ୍ତି, ସେହି ଲୋକ ଉପରେ ମା ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି। ଅନ୍ୟ ଉପରେ ବିନା କାରଣରେ ରାଗିବା ବା ଚିଲ୍ଲେଇବା ଦ୍ୱାରା ସେହି ଘରେ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ନମ୍ବର 17 ଦରକାର ଠାରୁ ଅଧିକ ଖାଉଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦରକାର ଠାରୁ ଅଧିକ ଖାଉଥିବା ବ୍ୟକ୍ତି କେବେ ବି ଧନବାନ ହୋଇପାରିନଥାଏ। ତା ସହିତ ଦରକାରଠୁ ଅଧିକ ଖାଉଥିଲେ ବ୍ୟକ୍ତିର ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ି ଯାଇଥାଏ। ସ୍ୱାସ୍ଥ୍ୟ ଖରାପ ହେଲେ ସମସ୍ତ ପଇସା ମେଡ଼ିକାଲରେ ଖର୍ଚ୍ଚ ହୋଇଯାଇଥାଏ। ନମ୍ବର 18 ନଖ କାମୁଡ଼ିବା। ନଖ କାମୁଡ଼ିବା ଆତ୍ମବିଶ୍ୱାସକୁ କମ୍ କରିବାର ସଂକେତ ହୋଇଥାଏ। ତାହା ସହିତ ଏହି ଅଭ୍ୟାସ ଖରାପ କେତେଗୁଡ଼ିଏ ରୋଗକୁ ଆମନ୍ତ୍ରଣ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଖ ଚୋବାଇବାର ଅଭ୍ୟାସ ବର୍ବାଦ ଓ କାଙ୍ଗାଳ କରିଦେଇଥାଏ। ନମ୍ବର 19 ଅନହେଲ୍ଦି ଡାଏଟ୍ ନେବା। ଯେଉଁ ଲୋକ ଅନହେଲ୍ଦି ଡାଏଟ୍ ନେଇଥାନ୍ତି ସେ ସବୁବେଳେ ଅସୁସ୍ଥ ହୋଇ ରହିଥାନ୍ତି। ଯଦି ଧନବାନ ହେବାର ଅଛି କିମ୍ବା ଦାରିଦ୍ର୍ୟତାଠାରୁ ପିଛା ଛାଡ଼ିବାର ଅଛି ତେବେ ଖାଇବାର ଅଭ୍ୟାସରେ ପରିବର୍ତ୍ତନ କରିବାକୁ ପଡ଼ିବ। ନିଜ ଜୀବନରେ ଭଲ ଭୋଜନ ଏବଂ ବ୍ୟାୟାମ ସାମିଲ କରିବାକୁ ପଡ଼ିବ। ନମ୍ବର 20 ଜୋତା ଚପଲ ଅବ୍ୟବସ୍ଥିତ ରଖିବା। ଯେଉଁ ଲୋକ ଜୋତା ଚପଲ ଅବ୍ୟବସ୍ଥିତ ରଖିନଥାଏ ବା ବ୍ୟବସ୍ଥିତ ରଖିନଥାଏ ତାଙ୍କୁ ନିଜ କାମ କାର୍ଯ୍ୟରେ ବାରମ୍ବାର ଉପର ତଳର ସାମ୍ନା କରିବାକୁ ପଡ଼ିଥାଏ। ଖାସ୍ କରି ଘରର ମୁଖ୍ୟ ଦ୍ୱାର ନିକଟରେ ଚପଲ ଜୋତା ରଖିବା ଅନୁଚିତ। ଜୋତା ଚପଲ ଇଆଡ଼େ ସିଆଡ଼େ ରଖିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇ ରହିଥାନ୍ତି ଯାହାଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ। ନମ୍ବର 21 ଖରାପ ଲୋକଙ୍କର ସାଙ୍ଗ ହେବା। ଯଦି ଆପଣ ଖରାପ ଲୋକଙ୍କ ସହ ସାଙ୍ଗ ହେଉଛନ୍ତି ବସା ଉଠା କରୁଛନ୍ତି ତେବେ ଚାଣକ୍ୟ ନୀତି ଅନୁସାରେ ଏମିତି ଲୋକ କେବେ ବି ଜୀବନରେ ସଫଳ ହୋଇନଥାନ୍ତି। ସେମାନେ ସର୍ବଦା ଗରିବ ଓ ଦାରିଦ୍ର୍ୟ ହୋଇ ରହିଥାନ୍ତି। ନମ୍ବର 22 ଗୋଡ଼ ହଲେଇବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବସି ବସି ଗୋଡ଼ ହଲେଇବାକୁ ଅଶୁଭ ବୋଲି ମନାଯାଇଥାଏ। ଏମିତି କରିବା ଦ୍ୱାରା ବ୍ୟକ୍ତିର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥାଏ। ଏହାଦ୍ୱାରା କୁଣ୍ଡଳୀରେ ବି କମଜୋର ହୋଇଥାଏ ଏବଂ ଘରେ ଦାରିଦ୍ର୍ୟତା ଆସିଥାଏ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ସାଙ୍ଗମାନଙ୍କୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ସେୟାର କରନ୍ତୁ। ତା ସହିତ ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ମଧ୍ୟ ଆଦୌ ଭୁଲନ୍ତୁ ନାହିଁ ଯେପରି ଏହିପରି ମୂଲ୍ୟବାନ କଥାଗୁଡ଼ିକ ଆଣିଲା ମାତ୍ରେ ଆପଣଙ୍କ ପାଖକୁ ପ୍ରଥମେ ନୋଟିଫିକେସନ୍ ପହଞ୍ଚିଯିବ ଏବଂ କମେଣ୍ଟରେ ଜୟ ମହାଲକ୍ଷ୍ମୀ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ।